ସମସ୍ତଙ୍କୁ ନମସ୍କାର। ଆସନ୍ତୁ ଆମମାନେ ଜାଣିବା ଆଦ୍ୟରେ ପୃଥିବୀ ଜଳ ପ୍ଲାବନ ଦ୍ୱାରା ବିନଷ୍ଟ ହୋଇଥିଲା। ଆଦି ପୁସ୍ତକ 6 ଅଧ୍ୟାୟ ଆମମାନଙ୍କୁ ଏ ବିଷୟରେ ଜଣାଏ। ପୃଥିବୀ ଯେତେବେଳେ ମନୁଷ୍ୟ ସଂଖ୍ୟା ବଢ଼ିବାକୁ ଲାଗିଲା, ଏଥିଉତ୍ତାରେ ପରମେଶ୍ୱର ସଦାପ୍ରଭୁ ଦେଖିଲେ ଯେ ପୃଥିବୀରେ ମନୁଷ୍ୟର ଦୁଷ୍ଟତା ଅତି ବଡ଼, ଆଉ ତାହାର ଅନ୍ତଃକରଣର ଭାବନାର ପ୍ରତ୍ୟେକ କଳ୍ପନା ଅବିରତ ମନ୍ଦ ମାତ୍ର। ଏଥି ନିମନ୍ତେ ସଦାପ୍ରଭୁ ପୃଥିବୀରେ ମନୁଷ୍ୟକୁ ନିର୍ମାଣ କରିବା ସକାଶୁ ଅନୁତାପ କରି ମନରେ ଶୋକ କଲେ। ତହିଁରେ ସଦାପ୍ରଭୁ କହିଲେ, ଆମ୍ଭେ ଭୂମଣ୍ଡଳରୁ ଆପଣାର ସୃଷ୍ଟ ମନୁଷ୍ୟକୁ ଆଉ ମନୁଷ୍ୟ ସହିତ ପଶୁ ଓ ଉରଗାମୀ ଜନ୍ତୁ ଓ ଖେଚର ପକ୍ଷୀଗଣଙ୍କୁ ଲୁପ୍ତ କରିବା, କାରଣ ଆମ୍ଭେ ସେମାନଙ୍କୁ ନିର୍ମାଣ କରିବାରୁ ଆମ୍ଭର ଅନୁତାପ ହେଉଅଛି। ମାତ୍ର ନୋହ ସଦାପ୍ରଭୁଙ୍କ ଦୃଷ୍ଟିରେ ଅନୁଗ୍ରହ ପ୍ରାପ୍ତ ହେଲେ। ପୃଥିବୀରେ ଅନେକ ଧାର୍ମିକ ଓ ସାଧୁ ଲୋକମାନେ ଥିଲେ। ଏଥିମଧ୍ୟରୁ ନୋହ ହିଁ ଜଣେ ପରମେଶ୍ୱରଙ୍କ ବାକ୍ୟ ମାନି ଚାଲୁଥିଲେ। ସେହି ସମୟରେ ପୃଥିବୀ ପରମେଶ୍ୱରଙ୍କ ସାକ୍ଷାତରେ ଭ୍ରଷ୍ଟ ଥିଲା ଓ ପୃଥିବୀ ଦୌରାତ୍ମ୍ୟରେ ପରିପୂର୍ଣ୍ଣ ଥିଲା। ପୁଣି ପରମେଶ୍ୱର ପୃଥିବୀରେ ଦୃଷ୍ଟିପାତ କରି ଦେଖିଲେ ଯେ ତାହା ଭ୍ରଷ୍ଟ ହୋଇଅଛି। ଏହେତୁ ପୃଥିବୀସ୍ଥ ସମସ୍ତ ପ୍ରାଣୀ ଭ୍ରଷ୍ଟାଚାରୀ ହୋଇଅଛନ୍ତି। ତହୁଁ ପରମେଶ୍ୱର ନୋହଙ୍କୁ କହିଲେ, ଆମ୍ଭ ଗୋଚରରେ ସମୁଦାୟ ପ୍ରାଣୀର ଅନ୍ତିମ କାଳ ଉପସ୍ଥିତ ହେଲା, ଯେହେତୁ ସେମାନଙ୍କ ଦ୍ୱାରା ପୃଥିବୀ ଦୌରାତ୍ମ୍ୟରେ ପରିପୂର୍ଣ୍ଣ ହୋଇଅଛି। ପୁଣି ଦେଖ, ଆମ୍ଭେ ପୃଥିବୀ ସହିତ ସେମାନଙ୍କୁ ବିନଷ୍ଟ କରିବା। ତେଣୁ ତୁମ୍ଭେ ଏକ ଜାହାଜ ନିର୍ମାଣ କର, ତୁମ୍ଭେ ଓ ତୁମ୍ଭ ପରିବାର ସେଥିରେ ପ୍ରବେଶ କରିବ। ପୁଣି ଆକାଶ ତଳେ ପ୍ରାଣବାୟୁ ବିଶିଷ୍ଟ ଯେତେ ଜୀବଜନ୍ତୁ ଅଛନ୍ତି, ସେସବୁ ବିନଷ୍ଟ କରିବା ନିମନ୍ତେ ଆମ୍ଭେ ଦେଖ ପୃଥିବୀ ଉପରେ ଜଳପ୍ଲାବନ କରିବା। ତହିଁରେ ପୃଥିବୀର ସମସ୍ତ ପ୍ରାଣୀ ପ୍ରାଣତ୍ୟାଗ କରିବେ। ନୋହଙ୍କର ବୟସର 600 ବର୍ଷ ଦ୍ୱିତୀୟ ମାସର 17 ଦିନରେ ମହାସମୁଦ୍ରର ସମସ୍ତ ଜଳାକର ଭାଙ୍ଗିଗଲା। ପୁଣି ଆକାଶସ୍ଥ ଦ୍ୱାର ସବୁ ମୁକ୍ତ ହେଲା। ତହିଁରେ 40 ଦିବାରାତ୍ର ପୃଥିବୀରେ ବୃଷ୍ଟି ହେଲା। ଏଥି ଉତ୍ତାରେ 40 ଦିନ ପର୍ଯ୍ୟନ୍ତ ପୃଥିବୀରେ ଜଳପ୍ଲାବନ ହେଲା। ପୁଣି ଜଳ ବଢ଼ୁ ବଢ଼ୁ ଜାହାଜ ଭୂମିକୁ ଛାଡ଼ି ଭାସି ଉଠିଥିଲା। ଏହି ଶିକ୍ଷାରୁ ଆମ୍ଭେମାନେ ଜାଣିଲୁ, ପୃଥିବୀରେ ନୋହଙ୍କ ସମୟରେ ସମସ୍ତ ପ୍ରାଣୀ ବିନଷ୍ଟ ହୋଇଥିଲେ। ନୋହଙ୍କ ପରିବାର କେବଳ ଜଳପ୍ଲାବନରୁ ବଞ୍ଚି ଯାଇଥିଲେ। ଏହି ନୋହଙ୍କ ପରିବାରରୁ ସଦାପ୍ରଭୁ ପୁନର୍ବାର ମନୁଷ୍ୟର ସଂଖ୍ୟା ବଢ଼ାଇ ଆସିଅଛନ୍ତି। ଏଇଠୁ ଆମ୍ଭମାନଙ୍କର ଇତିହାସ କଥା ରଖିବା। ପୁଣି ଦେଖାଇବା ନେକ୍ସଟ ଭିଡ଼ିଓରେ। ସମସ୍ତଙ୍କୁ ନମସ୍କାର।